ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୁଏ, ତେବେ କିଏ ଜିତିବ? ଆସନ୍ତୁ ଜାଣିବା ତଥ୍ୟ ସହିତ। ଭାରତ ପାଖରେ ବିଶ୍ୱର ଚତୁର୍ଥ ବୃହତ୍ତମ ସେନା ରହିଛି, ପ୍ରାୟ 15 ଲକ୍ଷ, ଏବଂ ପାକିସ୍ତାନ ପାଖରେ ପ୍ରାୟ 6 ଲକ୍ଷ ସୈନିକ ରହିଛନ୍ତି। ଭାରତ ପାଖରେ ଆଧୁନିକ ଫାଇଟର ଜେଟ୍ ଯେପରି ରାଫେଲ, Su-30 ଏବଂ ଆଡଭାନ୍ସ ଟ୍ୟାଙ୍କ ସିଷ୍ଟମ ରହିଛି। ଏପଟେ ପାକିସ୍ତାନ ପାଖରେ ଅଧିକାଂଶ ପୁରୁଣା ମଡେଲ ରହିଛି। ଉଭୟ ଦେଶ ପାଖରେ ପରମାଣୁ ଅସ୍ତ୍ର ରହିଛି, କିନ୍ତୁ ଭାରତ ନୀତି ରହିଛି ନୋ ଫର୍ଷ୍ଟ ୟୁଜ୍, ଅର୍ଥାତ୍ ଭାରତ ପ୍ରଥମେ ଆକ୍ରମଣ କରିବ ନାହିଁ, କିନ୍ତୁ ଯଦି କେହି ଆକ୍ରମଣ କରିବେ ନିଶ୍ଚିତ ଭାବରେ ଜବାବ ଦେବ। ତା ସହିତ ଭାରତ ଇସ୍ରୋ ଏବଂ DRDO ଭଳି ସଂଗଠନଗୁଡ଼ିକ ହାଇଟେକ୍ ସ୍ୟାଟେଲାଇଟ୍ ଏବଂ ସାଇବର ପ୍ରଯୁକ୍ତି ବିଦ୍ୟାରେ ପାକିସ୍ତାନଠାରୁ ବହୁତ ଆଗରେ ରହିଛନ୍ତି। ଭାରତ ଆମେରିକା, ରୁଷ, ଫ୍ରାନ୍ସ ଏବଂ ଜାପାନ ଭଳି ବଡ଼ ଦେଶ ସହିତ ଭଲ ସମ୍ପର୍କ ରହିଛି, ଯେତେବେଳେ ପାକିସ୍ତାନ ପ୍ରାୟତଃ ଚୀନ ଏବଂ କିଛି ଇସଲାମିକ ଦେଶ ଉପରେ ନିର୍ଭରଶୀଳ। ଯୁଦ୍ଧ ଯିଏ ବି ଜିତୁ କ୍ଷତି ଉଭୟ ପକ୍ଷରେ ହେବ, ତେଣୁ ପ୍ରକୃତ ଶକ୍ତି ଯୁଦ୍ଧରେ ନୁହେଁ ଶାନ୍ତିରେ ରହିଛି।